ନମସ୍କାର ବନ୍ଧୁମାନେ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆମେ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ରୋଚକ ବିଷୟ ନେଇ ଆସିଛୁ, ଯାହା ଭଗବାନ ମହାଦେବଙ୍କର ପ୍ରିୟ ଶ୍ରାବଣ ମାସ ସହ ଜଡ଼ିତ। ବନ୍ଧୁମାନେ, ହିନ୍ଦୁ ଧର୍ମରେ ଶ୍ରାବଣ ମାସ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କର ପୂଜା, ଅଭିଷେକ, ବ୍ରତ ଓ ଉପବାସ କରନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ ଭକ୍ତି ଭାବରେ ମହାଦେବଙ୍କୁ ସ୍ମରଣ କଲେ ମନକୁ ଶାନ୍ତି ମିଳେ ଏବଂ ଜୀବନର ବିଭିନ୍ନ ବାଧା ଦୂର ହୋଇପାରେ। ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଶ୍ରାବଣ ମାସକୁ ଅନେକ ଶୁଭ ସମୟ ବୋଲି ମନେ କରନ୍ତି। କେତେକ ଗ୍ରହର ସ୍ଥିତି ଓ ଧାର୍ମିକ ମାନ୍ୟତା ଆଧାରରେ କିଛି ରାଶିର ଲୋକଙ୍କ ପାଇଁ ଏହି ସମୟ ନୂଆ ସୁଯୋଗ, ଆର୍ଥିକ ପ୍ରଗତି, କାର୍ଯ୍ୟରେ ଉନ୍ନତି ଓ ପରିବାରରେ ସୁଖ ଆଣିପାରେ ବୋଲି କୁହାଯାଏ। ତେବେ ଏହା ଜ୍ୟୋତିଷ ଧାରଣା ଉପରେ ଆଧାରିତ। ବ୍ୟକ୍ତିଗତ ଜୀବନର ଫଳାଫଳ ଭିନ୍ନ ହୋଇପାରେ। ଆଜି ଏହି ଭିଡ଼ିଓରେ ଆମେ ସେହି 4ଟି ରାଶି ବିଷୟରେ ଜାଣିବା ଯେଉଁମାନଙ୍କର ପାଇଁ ଶ୍ରାବଣ ମାସ ତୁଳନାମୂଳକ ଭାବେ ଶୁଭ ହୋଇଛି। ଏହା ସହିତ ଭିଡ଼ିଓର ଶେଷରେ ଆମେ ଭଗବାନ ଶିବଙ୍କର ଏକ ସରଳ ଉପାୟ ମଧ୍ୟ କହିବୁ, ଯାହା ଅନେକ ଭକ୍ତ ଶ୍ରଦ୍ଧାର ସହ ପାଳନ କରନ୍ତି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ହୋଇପାରେ ଆପଣଙ୍କର ରାଶି ମଧ୍ୟ ଏହି ତାଲିକାରେ ଥାଇପାରେ। ଯଦି ଆପଣମାନେ ବି ଭଗବାନ ଶିବଙ୍କୁ ମନରୁ ଭକ୍ତି କରୁଥାନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ଶ୍ରାବଣ ମାସରେ ମେଷ ରାଶିର କେତେକ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରେ। ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ଧୀରେ ଧୀରେ ସମାଧାନ ହେବାର ସମ୍ଭାବନା ରହିପାରେ। ଚାକିରି କରୁଥିବା ବ୍ୟକ୍ତିମାନେ ନୂଆ ଦାୟିତ୍ୱ କିମ୍ବା ପ୍ରଶଂସା ପାଇପାରନ୍ତି। ବ୍ୟବସାୟୀମାନେ ନୂଆ ଗ୍ରାହକ କିମ୍ବା କାମର ସୁଯୋଗ ପାଇପାରନ୍ତି। ପରିବାର ସହଯୋଗ ଓ ଖୁସିର ପରିବେଶ ରହିପାରେ। ଭକ୍ତି ଭାବରେ ମହାଦେବଙ୍କର ପୂଜା କରିବା ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବଢ଼ାଇପାରେ। ଆପଣଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ବହୁତ ଭଲ ସୁଧାର ଆସିପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିପାରନ୍ତି। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ବୃଷ ରାଶି। ବୃଷ ରାଶିର କେତେକ ବ୍ୟକ୍ତିଙ୍କ ପାଇଁ ଶ୍ରାବଣ ମାସ ଆର୍ଥିକ ଯୋଜନା କରିବାର ଭଲ ସମୟ ହୋଇପାରେ। ଅନେକ ଦିନର ପରିଶ୍ରମର ଫଳ ଧୀରେ ଧୀରେ ମିଳିବାର ସମ୍ଭାବନା ରୁହେ। ନୂଆ କାମ, ନୂଆ ଚୁକ୍ତି କିମ୍ବା ବ୍ୟବସାୟରେ ଉନ୍ନତିର ସୁଯୋଗ ଆସିପାରେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିପାରେ। ଯଦି କୌଣସି କାମ ଧୈର୍ଯ୍ୟର ସହ କରିବେ, ତେବେ ଭଲ ଫଳ ମିଳିବାର ଆଶା ରହିପାରେ। ମହାଦେବଙ୍କର ପ୍ରତି ଭକ୍ତି ଆପଣଙ୍କର ମନୋବଳକୁ ଆହୁରି ଦୃଢ଼ କରିପାରେ। ସିଂହ ରାଶି। ସିଂହ ରାଶିର କେତେକ ଲୋକଙ୍କ ପାଇଁ ଏହି ସମୟ ଆତ୍ମବିଶ୍ୱାସ ଓ ପ୍ରେରଣା ବଢ଼ାଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିଶ୍ରମକୁ ସ୍ୱୀକୃତି ମିଳିବାର ସମ୍ଭାବନା ଅଛି। ଉଚ୍ଚ ଅଧିକାରୀ କିମ୍ବା ପରିବାରର ବଡ଼ମାନଙ୍କ ସହଯୋଗ ମିଳିପାରେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଅନେକ ଦିନ ଅଧୁରା ଯୋଜନା ଆପଣଙ୍କର ପୂରଣ ହେବାର ଦିଗରେ ଯାଉଛି। ଶିବଙ୍କର ନାମ ସ୍ମରଣ କରିବା ମନକୁ ଶାନ୍ତି ଓ ସହାୟକ ହୋଇପାରେ। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଶେଷ ରାଶି ହେଉଛି ଧନୁ ରାଶି। ଧନୁ ରାଶିର କେତେକ ବ୍ୟକ୍ତିଙ୍କ ପାଇଁ ଶ୍ରାବଣ ମାସ ନୂଆ ଆଶା, ନୂଆ ଆରମ୍ଭର ସମୟ ହୋଇପାରେ। ଯଦି ଆପଣ କୌଣସି ନୂଆ ଯୋଜନା ଉପରେ କାମ କରୁଛନ୍ତି, ତେବେ ଧୀରେ ଧୀରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିପାରେ। ପରିବାରରେ ଆନନ୍ଦ ଓ ଏକତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ମୂଲ୍ୟ ମିଳିବାର ସମ୍ଭାବନା ରହିପାରେ। ମହାଦେବ ଆଶୀର୍ବାଦ ପ୍ରାପ୍ତିର ଆଶାରେ
ଭକ୍ତିଭାବର ପୂଜା କରି ବା ମନକୁ ଶାନ୍ତି ଦେଇପାରେ ଏବଂ ସକାରାତ୍ମକ ଚିନ୍ତା ବଢ଼େଇପାରେ। ଆପଣଙ୍କର କୌଣସି ନୂଆ କାମ ମଧ୍ୟ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି ମଧ୍ୟ କରିବେ। କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଏହି ରାଶି ହେଇଥିଲେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।